ମାନେ ଆମେ ହେଲା ମାନେ ଆପଣ ମାନେ ଚାକର ନା ସବୁ ଚାକର କାମ ଆମେ ସକାଳୁ ଉଠିକି ଆସି ମୁଣ୍ଡ କୁଣ୍ଡେଇନି। ତ ହାଇ ଫ୍ରେଣ୍ଡସ୍ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ବ୍ଲଗରେ। ବ୍ଲଗ କରିଥିବେ ଆପଣ ସକାଳୁ ସକାଳୁ ମାନେ ଶୀତ ଦିନ ତ ପଡ଼ିଲାଣି ଦେଖିପାରୁଥିବେ ସକାଳୁ ସକାଳୁ କୋଉ ଭଳିଆ କୁହୁଡ଼ି ହେଇଛି। ଦୂର ପର୍ଯ୍ୟନ୍ତ ବେଶିକି ଦେଖା ହଉନି। ଏପଟେ ବି ଦେଖନ୍ତୁ ଏଇଠି ଟୋଟାଲ ସବୁଆଡେ କୁହୁଡ଼ି ହେଇକି ଅଛି। ମାନେ ଆସିକି ଫେବୃଆରୀ ମାସ ସରିବା ଉପରେ ମାନେ କୋଉ ଭଳିଆ କୁହୁଡ଼ି ଆପଣ ଦେଖିପାରୁଥିବେ। ଥଣ୍ଡା ଖାଲି କୁହୁଡ଼ି ତ ନାହିଁ ଥଣ୍ଡା ବି ହଉଛି। ଏଇ ଦେଖିତେ କୋଉ ଭଳିଆ କୁହୁଡ଼ି ହେଇଛି କି ଦେଖା ଯାଉନି। ଏଇଠି ଟ୍ରାଫିକ ଟା ଅଛି, ଟ୍ରାଫିକ ବି ଦେଖା ହଉନି। ଏ ଭାଇ ମୁଁ ବାଡି ଦେଇଥାନ୍ତି ବାଁ ପଟେ ପଳେଇଯାଏ। ରୂପାଲି ଟ୍ରାଫିକ ଶହୀଦନଗର ଭିତରକୁ ଆସିଲି। କୋଉ ଭଳିଆ କୁହୁଡ଼ି ହେଇଛି। ଗାଡି ବାଲା ଆସିବ ଲାଇଟ ଦେଇକି ବି ଚଲଉଛନ୍ତି। ଖାଲି ଆପଣଙ୍କ ଭିଡିଓ ଦେଖେଇବି ବୋଲି ବାଇକ ଚଲେଇ ଚଲେଇ ଆସିଛି। ମାନେ ଆପଣଙ୍କ ଭିଡିଓ ଦେଖେଇବି ବୋଲି ବାଇକ ନେଇ ଆସିଛି। ଇଏ ଦେଖନ୍ତୁ ସତ୍ୟନଗର ରାମ ମନ୍ଦିର ପାଖରେ ଯୋଉ ଟ୍ରାଫିକ ଟା ପଡିବ ବିଗ ବଜାରକୁ ଯିବା ପାଇଁ। ଏ ଦେଖନ୍ତୁ କୋଉ ଭଳିଆ ମାନେ ଫଗ ଅଛି। ଦେଖନ୍ତୁ ଏଠି ରାମ ମନ୍ଦିର ବି ଦେଖା ଯାଉନି। ମାନେ ଏତେ କୁହୁଡ଼ି ରାମ ମନ୍ଦିର ବି ଦେଖା ଯାଉନି। ପାଖକୁ ଆଇଲା ପରେ ରାମ ମନ୍ଦିର ଦେଖା ଯାଉନି। ଯେହେତୁ ମୁଁ ଗୋଟେ ହାତରେ ଗାଡି ଚଲଉଛି ଗୋଟେ ହାତରେ ଫୋନ ଧରିଛି ଯାଇଥିଲି ଭିଡିଓ କରିବା କଥା ନୁହଁ। କଣ କରିବା ମୋ ପାଖରେ ସେ ବ୍ଲଗର ଷ୍ଟାଣ୍ଡ ନାହିଁ ହେଲମେଟ ଲଗେଇବା ପାଇଁ। ମୁଁ ଯାହା କହିବି ଯେମିତି କଲାନି। ଏଇଠି ହବ ବଡ ହେଇଛି ବୋଲି ଏମଆରଆଇ ସିଟି ସ୍କାନ କଲି। କ୍ରିକେଟ ଖେଳୁଥିଲି। ଗୋଟେ କଣ ଗୋଟେ ଜୋସ୍ ଷ୍ଟାର୍ଟ କରୁଛୁ କଣ ଜୋସ୍ ଷ୍ଟାର୍ଟ କରୁଛୁ କହିଲେ ମୋର ଭିଉ ଯିବ। କାହା ପାଇଁ ବଡ ଭାଙ୍ଗିଲା କାହା ପାଇଁ କଣ ମୋର ଭାଙ୍ଗିଲା ଖେଳୁଥିଲି ଗୋଡ ଭାଙ୍ଗିଗଲା। ଗାର୍ଲଫ୍ରେଣ୍ଡ ଗୋଟେ କମେଣ୍ଟ ମାରିଲେ ଯାଇକି କଷା ପଡିକି ଭଏସ ଦେଖିଦେଲି ସେଇଟା କହୁଥିଲି। ଆଜି ସକାଳେ ଆସିଥିଲି ସାଙ୍ଗର ଏମଆରଆଇ ପାଇଁ ବୁକିଂ କରି ଯାଇଥିଲି। 6500 ଟଙ୍କା ହେଇଥିଲା। ଏଇଠି ତାର ରାଇଟ୍ ଆଙ୍କେଲ ମାନେ ରାଇଟ୍ ସାଇଡ୍ ଗୋଡ଼ର ହେଇଛି। ଏଇଠି ସେ ଦୁଃଖୀ ଆତ୍ମା ଯାର ଗୋଡ଼ ଭାଙ୍ଗିଛି ଝିଅଟା ପାଇଁ ଏଇଠି ତା ଗୋଡ଼ ତାର ଅବସ୍ଥା ନାହିଁ। अरे एक्सिस बैंक कॉल आइला देखी एतरे गोड़ को भागिला बॉल पछरे धाउଥିଲି ତ बॉल पसंद गर्लफ्रेंड कहते गर्लफ्रेंड कौन कहले कहते बाइक दिखो ମୁଁ ପଛରେ ବସିକି ଯିବି ନିଜେ କର ନିଜେ କରି କି ଅବସ୍ଥା ହେଇଗଲା ପିଲା ୟାକୁ ଏମିତି ଦେଖିଲା ପରେ ଖାଲି ହ୍ୟୁମାନ ସାଗର ଗୀତ ଗୁଡ଼ା ମନେ ପଡୁଛି। ଏମଆରଆଇ ସାରିଲା ପରେ ଆମେ ପହଞ୍ଚିଗଲୁ ସେ ସାଇଡ଼୍ ଥିବା ଗୋଟେ ମନ୍ଦିରକୁ। ଆଉ ମନ୍ଦିରରେ ଆମେ ଖାଇଲୁ ସାଧା ମିଲ୍। ଅନ୍ଧାର ଦେଖା ହବନି ମୁଁ ବୁଲେଇ ଦଉଛି। ଇଏ ସାଙ୍ଗଟି ମୋ ମାନେ କ୍ୟାମେରା ଅଫ୍ ଥିଲା ମତେ ଭୟଙ୍କର ସତ ସଜୁଥିଲା। ଏବେ ଶୋଧ ମୁଁ ଗୋଟେ କଣ୍ଟେଣ୍ଟ ପାଉନଥିଲି ଗୋଟେ ୟୁଟ୍ୟୁବ ବନେଇବା ପାଇଁ ମତେ ମୁଁ ଭାବିଲି ରିଲ୍ସ କରିବି। ଏବେ ଭାବୁଛି କଣ କହିଲୁ ଗୋଟେ ୟୁଟ୍ୟୁବ କରିଦେବି କହୁନୁ ଏବେ 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 ଗପ କଣ କହିବି ଏବେ ଗପ ନା ହେଇ ଆଉ ଗପୁନି ତ ଲାଭ କଣ?
ଆମର ଆଉ ଗୋଟେ ସାଙ୍ଗ ଆସନ୍ତି ତ କହେ ଦେଖେଇ ଦେଖି କଣ ତ ଆରେ ଦେଖ ଏଇଟା ମୁହଁରେ ଦେଖ ଦର୍ଶକ ଦେଖି ପାରୁନାହାନ୍ତି ନାଇଁ, କଣ ଗୋଟେ ଆମେ ସୁତୁଲି ଏଇଟା- ଗୋଟେ ଚୁତିଆ ମୁତିଆ ଗୋଟେ କଣ ଶୁଭୁଥିଲୁ ଶୋଧ ଭାଇରାଲ ଭାଇରାଲ ଆରେ ଭଲ କଥା କହିଲେ ଭାଇରାଲ ହଉନାହାନ୍ତି ଖରାପ କଥା ତୁ ଗୋଟେ ଏ ନିଜେ ନିଜେ ଗୋଟେ ସନି ଯାହାକୁ ଖରାପ କଥା କହିବ ତାପରେ ଆକ୍ସିଡେଣ୍ଟ ହେଇଯିବ ମୁଁ ତ ସକାଳେ ଗୋଟେ ଭିଡିଓ ଦେଖେଇଥିଲି ଆପଣଙ୍କୁ ତା ଗୋଡ ଖରାପ ହେଇଥିଲା ଏଇ ଛୁଆଟା ଅଭିଶାପ ଦେଇଥିଲା ସେ ତା ଗାର୍ଲଫ୍ରେଣ୍ଡ ପାଖକୁ ଯାଇଥିଲା ଇଏ କହିଲା ମତେ କାହିଁ ନେଲୁନି କହିଦେଲା ତା ବର୍ତ୍ତମାନ ସେଇଦିନ ରାତିକି ତା ଗୋଡ ଏମିତି ଟାକ୍ ମୋଡିଗଲା ଏ ତ ଖାଲି ସେମିତି କିଏ ହଉଛି? କଣଟା କହୁଥିଲେ ଆଜି ଆଜି ଅନଲାଇନ ଝଗଡା ହବ କଣ କହୁଥିଲା ଡାକିଦେବି ଆଜି ଅନଲାଇନ ଝଗଡା ହବ ଗୋଡ ଭାଙ୍ଗି ପଡିଛି କିଏ ଯଦି ଜାଣିକି ଅଭିଶାପ ଦେଇଛି କି ଅଭିଶାପ ମୁଁ କଣ ଭଗବାନ ଦେଲେ ତୁ ତମେ ନିଜକୁ ଭଗବାନ ଭାବୁଛୁ ମୁଁ ଭଗବାନ ନୁହେଁ ମତେ ଅଭିଶାପ ଦେଲେ ଭଗବାନଙ୍କୁ ଦେଲ ତୁମେ ମୋ ବାଳ କଥାବାର୍ତ୍ତା କରୁଛି କ୍ରେଡିଟ କାର୍ଡ ଅଛି ଇଏ ଭଗବାନ ଇଏ ଭଗବାନ ଇଏ ଭଗବାନ ମତେ ଇଏ ପଇସା 6,000 ଟଙ୍କା ଦେ ମୁଁ ତ କହୁଛି ଇଏ ଭଗବାନ ପଇସା ଭାଇ ପଇସା ଭାଇ ମାନେ ଏଠି ଅନଲାଇନ ପ୍ରୁଫ ରହିବ ତମର ପଇସା ଦେଲ ବୋଲି ଗୋଟେ ବାଉଁଶ ପଛରେ ଭିଡିଓ କରୁଛି ଦିଅ ପଇସା ଦିଅ ଟଙ୍କା ଉଡେଇ ଦେଇ ଏକାଥରେ ଦିଅ ପଇସା ଦିଅ ଦିଅ ଭାଇ ପଇସା ତ ନାହିଁ ତୁ ଭଗବାନ ବା କହିଲ ଭଗବାନ ଭଗବାନ ପୂଜା କରିବା ଦରକାର ନା ଏମିତି ମିଳିଯିବ 100 ଟଙ୍କା ଦକ୍ଷିଣା ଦେଇପାରିବି ଦେ ଶହେ ଟଙ୍କା ତ ସେଇ 100 ଟଙ୍କା ରଖିଦବ ଯଦି ଦେ ଦକ୍ଷିଣା ଦିଅ କାହିଁକି ଦକ୍ଷିଣା ଦିଅ ଆଗେ ଭଗବାନ ଲୋକେ ଜାଣିବେ ନେଇଯିବ ଦକ୍ଷିଣା ନେଇଯିବ ସେଇଟା ଦେଲେ ସେଇଟାକୁ ରଖିଦିଅ ପଇସା ଦେ ପଇସା ଦେ ଅନଲାଇନ ପ୍ରୁଫ ୟୁଟ୍ୟୁବ ରେ ପଡିବ ୟୁଟ୍ୟୁବ ରେ ପଡିବ କାଲି 6,000 ଟଙ୍କା ଦେଇକି ମତେ ସାହାଯ୍ୟ କରିଛି ତୁ ଭଗବାନ ହେଇଯିବୁ ତୁ ଭଗବାନ ହେଇଯିବୁ ମତେ ପଇସା ଦେଲେ ଆରେ ଫ୍ଲିପକାର୍ଟ ରେ 5,000 ଟଙ୍କା 300 ଟଙ୍କା ହେଇପାରି ସେଟା ମତେ ପଢି କହ ଏମଆରଆଇ ରିପୋର୍ଟ କଣ ଆସିଛି ଟ୍ରାନ୍ସଲେଟ ଅଛି ନା ଇଂଲିଶ ଲେଖା ହେଇଛି ହେଁ? ସେଟା ତ ବୁଝି ହଉନି हल्का टीयर अच्छे କୋଉଠି पार्शियल टीयर ତାମାନେ ହାଲକା ଏବେ ସି ହସ୍ପିଟାଲ ପଳେଇବ ମୁଁ ବଡ ବି ସେଇଠି ଠିକ କରିଥିଲି ତ ଆପଣ ଦେଖିପାରୁଥିବେ ରିପୋର୍ଟ ଏମିତି ଦେଖା ହଉଛି ସବୁ ଇଂଲିଶ ଲେଖା ହେଇଥିଲା ଆମେ ବୁଝିପାରିଲୁନି ଫଟୋ ଉଠେଇକି ଗୁଗୁଲ ଲେନ୍ସରେ ଟ୍ରାନ୍ସଲେଟ କରୁଛୁ କଣ ଲେଖା ହେଇଛି ପାର୍ଶ୍ୱ କଣ ଓଡିଆ ବି ପଡିବନି ଏଭଳିଆ ପିଲା ଆମେ ଛିଣ୍ଡିବା ମାନେ ଛିଣ୍ଡିଛି ନାଇଁ କି ଫାଇବର ବ୍ୟାଗ ସହିତ ଶୁଭେନ୍ଦୁ କାଢିକି ଦେଖେଇଲା ଏସବୁ ହେଲା ତାର ବଳର ସବୁ ଗୋଡର ଏଟା କଣ ଗୋଡର ହାଡ ଗୁଡା ସେଟା କି MRI ହେଇଛି ତାର ଧଇଲା ବେଳେ କଣ ଧରୁଛୁ ଆରେ ସେ ଆଜି ଦିନଟା କଣ କରୁଛୁ ସେଇଠି ତା କାହିଁ ଆଉଛୁ ବେକାରଟାରେ ମାନେ ଆମେ ହେଲା ମାନେ ଆପଣ ମାନଙ୍କ ଚାକର ନା ସବୁ ଚାକର କାମ ଆମେ କରୁଛୁ ନାଇଁ କି ସାର୍ ଯାଇକି ଗାର୍ଲଫ୍ରେଣ୍ଡ ସହିତ ବୁଲିବେ ଆମେ ଏଠି ତାଙ୍କ କାମ କରିବୁ ବସିକି ଚାକର ଭାବିଲା ଏଇ ସମସ୍ତଙ୍କ ଆକାଉଣ୍ଟରୁ ଗୋଟେ 200 ଟଙ୍କା ପଠେଇବ ତେଲ ପଇସା ହେଲେ ଆଟଲିଷ୍ଟ ପଠେଇବ ବଳ ସମସ୍ତ ନମ୍ବରରେ ଫୋନ ପେ ଅଛି ଇଏ ତ ଇଂଲିଶ ବୁଝିବ ଆମେ ବୁଝିପାରିଲୁନି ଇଂଲିଶ କଣ କହିଲୁ ତା କୋଉଥିରେ ମାଇଲୁ ଗୁଗୁଲ ଲେନ୍ସ ଓଡିଆ ମାରି ଦେଖିଲୁ कौन है कौन कहला कौन କହିବ କଣ ତାକୁ ଓଡିଆ ଦେଖେଇ ଦେଖ ଇଂଲିଶ ପଢିପାରୁନି ନା କଣ ଏଇଠି ଲେଖା ହେଇଛି ବା ଡାର୍କ ଇଏରେ ଲେଖା ହେଇଛି ଶୁଭେନ୍ଦୁ କଣ କହିବୁ ସାଙ୍ଗ କାହା ନାଇଁ 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 ଆଜି ଯାହା ଘଟିଛି ତାର ଅବଦାନ ଥିବ ନାହିଁ ହେଲା ଗୋଟେ ହେଲା ଯିଏ ତ ଆପଣ ମାନେ କହୁଛି ମନକୁ ଆସିଛି ଆଉ
ଲାଷ୍ଟ କଲ୍ ମତେ ଚିନ୍ମୟ ରାଉଳ ଭାଇ ଆମର କାଳିଆ ଭାଇ ପଠେଇଲେ। କାଳିଆ ଭାଇ ଛାଡ଼ିଛନ୍ତି। ଆଉ ନାଇଁ ପକେଇଲେ ସେ ଭଲ କଲେ। ସବୁ ତକ ଘଟଣା ଅଛି ଘଟିବାର ମୁଖ୍ୟ କାରଣ ହଉଛନ୍ତି ଭୁବନ ଭାଇ। ଆସିଲି ଟେଷ୍ଟ ତାଙ୍କ ଯୋଗୁଁ କରିପାରିଲି। ଆଉ ଭୁବନେଶ୍ୱର ତ ଲାଲପେଟ ଦେଖା ବି ନାହିଁ। କାଳିଆଙ୍କ ଘରକୁ ଗଲି, ତାଙ୍କ ମାଆଙ୍କୁ ବି ମାଉସୀଙ୍କୁ ଦେଖା କଲି, ଝିଅଠୁ ଚକୋଲେଟ ଖାଇଲି। ଏଇ ତ ସବୁ ଘଟଣା ହେଲା ଆଉ। ଆମେ ମିଶିକି ମନ୍ଦିରରେ ଭାତ ଡାଲମା ଖାଇଲେ। ଲାଲପେଟ ପ୍ରପୋଜ କଲ ନା ନାଇଁ?